ମା ଆମେ ଆରମ୍ଭ କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 362। ପ୍ରଭୁ ଲେଖୁଛନ୍ତି, ହେ ଭାରତର ଆତ୍ମା, ତୁମେ ଆଉ ଏହି କଳିଯୁଗର ତମସାଚ୍ଛନ୍ନ ପଣ୍ଡିତ ମାନଙ୍କ ସହିତ ରନ୍ଧା ଘରେ ଏବଂ ଉପାସନା ଘର ଭିତରେ ଆପଣାକୁ ଲୁଚାଇ ରଖ ନାହିଁ। ଯାବତୀୟ ପ୍ରାଣହୀନ କର୍ମକାଣ୍ଡ ବିଧି, ଅଚଳ ନିୟମ ଏବଂ ଅପବିତ୍ର ଦକ୍ଷିଣାର ଅର୍ଥ ଭିତରେ ତୁମେ ଆପଣାକୁ ଓଢ଼ଣା ଦେଇ ଲୁଚାଇ ରଖ ନାହିଁ। ତୁମେ ଆତ୍ମାର କ୍ଷେତ୍ରରେ ହିଁ ଅନ୍ୱେଷଣ ଆରମ୍ଭ କର। ଈଶ୍ୱରଙ୍କ ପାଖରେ ଆପଣାର ଯଥାର୍ଥ ବ୍ରାହ୍ମଣତ୍ୱ ଏବଂ କ୍ଷତ୍ରିୟତ୍ୱର ଯାଚର୍ଯ୍ୟା କର ଏବଂ ଚିରନ୍ତନ ବେଦ ସହିତ ତାହାର ପୁନରୁଦ୍ଧାର କର। ବେଦୋକ୍ତ ଯଜ୍ଞର ଲୁକ୍କାୟିତ ସତ୍ୟର ପୁନଃ ପ୍ରଚଳନ କରାଅ। ପ୍ରାଚୀନତର ଏବଂ ଅଧିକ ଶକ୍ତିଶାଳୀ ଏକ ବେଦାନ୍ତ ପାଖକୁ ପୁନର୍ବାର ଫେରିଆସ। ମା କହୁଛନ୍ତି, ଯେଉଁ ସବୁ ତଥାକଥିତ ପରମ୍ପରା ଆମକୁ ଧର୍ମଗତ ପରମ୍ପରା ଆମକୁ କଣ ସବୁ କରିବାକୁ ଓ କଣ ସବୁ ନ କରିବାକୁ ହେବ ବୋଲି ବତାଇ ଦେଉଥାନ୍ତି, ସେଗୁଡ଼ିକ ମଧ୍ୟରୁ ଆପଣାକୁ ମୁକ୍ତ କରି ଆଣିବା ବିଷୟରେ ଏଠାରେ କୁହାଯାଇଛି। ଆମକୁ ଯଥାର୍ଥ ପ୍ରଜ୍ଞାର ପୁନରୁଦ୍ଧାର କରିବାକୁ ପଡ଼ିବ ଏବଂ ସତ୍ୟସ୍ଥ ଭାବରେ ସତ୍ୟ ନିମନ୍ତେ ଜୀବନ ବଞ୍ଚିବା ଲାଗି ସିଧା ସେହି ଦିବ୍ୟ ପରମସତ୍ତାଙ୍କ ପାଖରୁ ହିଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଗୁଡ଼ିକୁ ଗ୍ରହଣ କରିବାକୁ ହେବ। ସବୁବେଳେ ସବୁ ସମୟରେ ବାରମ୍ବାର ଗୋଟିଏ କଥା କୁହାଯାଉଛି, ସେଟା ହେଉଛି ଆମେ ସିଧାସଳଖ ପରମଙ୍କ ସହିତ ଏକତ୍ୱ ସ୍ଥାପନ କରିବା, ପରମଙ୍କ ନିର୍ଦ୍ଦେଶକୁ ଅବିକୃତ ଭାବରେ ପରିପ୍ରକାଶ କରିବା ଏବଂ ଯଥାର୍ଥ, ସେଥିପାଇଁ କହିଲେ ଯଥାର୍ଥ ପ୍ରଜ୍ଞାର ପୁନରୁଦ୍ଧାର କରିବା ଏବଂ ସତ୍ୟସ୍ଥ ମାନେ ସତ୍ୟରେ ରହି ସତ୍ୟ ନିମନ୍ତେ ଜୀବନ ବଞ୍ଚିବାକୁ ଆମକୁ କରିବାକୁ ପଡ଼ିବ। ଆମେ ଏବେ ପର୍ଯ୍ୟନ୍ତ କଣ ହେଉଛି, ଆମର ଏକ ଅଭ୍ୟାସ ରହିଛି, ଠାକୁର ଘରେ ଠାକୁର ରହିବେ ଏବଂ ଠାକୁର ଘରେ ଯେପର୍ଯ୍ୟନ୍ତ ମୁଁ ରହିଛି ସେ ପର୍ଯ୍ୟନ୍ତ ନୀତି ନିୟମ ସବୁ ରହିବ। ଦେଖନ୍ତୁ, କାହାକୁ ଥଟ୍ଟା କରାହଉନି, କାହାକୁ ପରିହାସ କରାହଉନି। ଚେତନାର ଯେଉଁ ସ୍ତରରେ ଯିଏ ରହିଛି ସିଏ ସେଇଭଳି ଭାବରେ ବଞ୍ଚିବାକୁ ଚେଷ୍ଟା କରିଥାଏ। ଯେତେବେଳେ ଆପଣ ଗୋଟେ ସାଧାରଣ କଥା ଭାବ, ଆମେ ଠାକୁର ଘରକୁ ଗଲାବେଳେ କଣ କହୁଛନ୍ତି ନା ଶୁଦ୍ଧ ପୂତ ପବିତ୍ର ବୋଲି କୁହାଯାଏ। ଠିକ ଅଛି, ପ୍ରକୃତରେ ଶୁଦ୍ଧ ପୂତ ପବିତ୍ର ଆମେ କୋଉଠି ହବା? କେବଳ ଧୁଆ ବସ୍ତ୍ର ପିନ୍ଧିଦେଲେ ହୋଇଯିବ କି? ଭଲରେ ଗାଧୋଇ ପଡ଼ିଲେ ଆମେ ଶୁଦ୍ଧ ହୋଇଯାଉ କି? ଦେଖନ୍ତୁ, ଏଠି କେବେ ବି କଦାପି ବି କୁହାଯାଉ ନାହିଁ ଯେ ଆପଣ ଧୁଆ ବସ୍ତ୍ର ପିନ୍ଧିବେ ନାହିଁ ବା ଯେକୌଣସି ମଇଳା ମୂର୍ଚ୍ଛା ଅଳିଆ ମଳିଆ ପିନ୍ଧିଦେବେ, ସେ କଥା କୁହାଯାଉନି, କିମ୍ବା ଗୋଡ ହାତ ନ ଧୋଇକିରି ପଳେଇବେ, ସେ କଥା କୁହାଯାଉନି। କିନ୍ତୁ କଥା କୁହାହଉଛି କଣ, ସିଧାସଳଖ ଯେ ଆମେ ଧୁଆ ବସ୍ତ୍ର ଯୋଉ ପିନ୍ଧୁ ଏବଂ ଶୁଦ୍ଧ କହିଲେ ଆମେ ଯୋଉ ବୁଝୁ ଗୋଡ ହାତ ଭଲ ଭାବରେ ଧୋଇ ହେବା ବା ଭଲ ଭାବରେ ଗାଧୋଇକି ଯିବା, ତାହା ପ୍ରକୃତରେ ଆମକୁ ଶୁଦ୍ଧ ପବିତ୍ର କରିଥାଏ କି? ଏଇଠି ହଉଛି ଗୋଟେ ପ୍ରଶ୍ନବାଚୀ, ନିଜକୁ ପଚାରିବେ। ଆମେ ଯେତେବେଳେ ଠାକୁର ଘରେ ଯାଉ, ଠାକୁରଙ୍କୁ ପୂଜା କରୁ, ସେତେବେଳେ ଗାଧେଇବା ଏବଂ ଶୁଦ୍ଧ ପୋଷାକ ପିନ୍ଧିବା ଏବଂ ସେଇ ସମୟରେ ଯଦି କିଏ କୋଉଠି ଯେ ଯାହା କରୁଥିବ ପାଟିତୁଣ୍ଡ ନ କରି ଚୁପଚାପ ରହିବା। ଘରେ ଠାକୁର ବସିଛନ୍ତି, ଯେହେତୁ ଗୁରୁବାର ଯେତେବେଳେ ଆମେ ସବୁ ଶୁଣିଛୁ ମାଣବସା ହେଇଛି, ତମେ କଣ ଏଡେ ବଡ ପାଟିରେ କରୁଛ ଠାକୁର ଘରଟାରେ? ଠିକ ଅଛି, ଠାକୁର ଘରେ ପାଟି କରେନି, ଠାକୁର ଘରୁ ବାହାରକୁ ଯାଇକିରି ତମେ ଯେତେ ଯାହା ବଡ ପାଟିରେ ଚିତ୍କାର କରିପାର, ଯାହା ଉପରେ ତମେ ରାଗିପାର, ଯାହାକୁ ତୁମେ ବାଡେଇ ପାର, କିନ୍ତୁ ଠାକୁର ଘରେ ତମେ କାହାକୁ ବାଡେଇବନି। ଠାକୁର ଘରେ କେମିତି ବାଡେଇବ? ଏଇଠି ହଉଛି କଣ, ତାମାନେ ଠାକୁର ଘରେ ଆମେ ଠାକୁରଙ୍କୁ ରଖୁଛୁ ଏବଂ ଅନ୍ୟ ସମୟରେ ଆମେ ନିଜର ସେଇ ଯୋଉ ଚିରାଚରିତ ନିମ୍ନ ପ୍ରାଣ ନିମ୍ନ ମନରେ ବଞ୍ଚିବା, ଯଥାଯଥ ଭାବରେ କ୍ରୋଧ ପ୍ରକାଶ କରିବା, ଘୃଣା ପ୍ରକାଶ କରିବା, ଗାଳି ଦବା, ମାଡ ମାରିବା, ଯାଚ୍ଛତା ମାନେ ନିଜର ରୁକ୍ଷ ଭାବ ପରିପ୍ରକାଶ କରିବା ଏବଂ ନିଜକୁ ସାବ୍ୟସ୍ତ କରିବା, ଏ ସବୁ ଯୋଉ ଜିନିଷ କରୁଛୁ,
ତେବେ ଏଠି ସେଇଥିପାଇଁ ଆମେ ମନେ ରଖିବା ଏଗୁଡାକ ଧର୍ମଗତ ପରମ୍ପରାରେ ଆମେ କେବଳ ବାନ୍ଧି ନ ହୋଇ ପ୍ରକୃତରେ ତା ପଶ୍ଚାତରେ ଥିବା ସତ୍ୟକୁ ଉଦ୍ଘାଟନ କରିବା ଏବଂ ସେଇ ସତ୍ୟରେ ବଞ୍ଚିବାକୁ ପ୍ରଭୁ ଏଠି ଆମ ପାଖରେ ସ୍ପଷ୍ଟ କରୁଛନ୍ତି ଏବଂ କହୁଛନ୍ତି ତମେ ସେଇ ଯାଚଜ୍ଞା କର। କଣ କହୁଛନ୍ତି? ଯାବତୀୟ ପ୍ରାଣହୀନ କର୍ମକାଣ୍ଡ ବିଧି, ଅଚଳ ନିୟମ ଏବଂ ଅପବିତ୍ର ଦକ୍ଷିଣାର ଅର୍ଥ ଭିତରେ ତୁମେ ଆପଣାକୁ ଓଢଣା ଦେଇ ଲୁଚାଇ ରଖ ନାହିଁ। ଏଇଠି ଗୋଟେ କଥା ମୁଁ ମନେ ପକାଇଦେବି, ଆପଣ ଦେଖିବେ, ଆପଣ ବି ମୋ ସହିତ ସହମତ ହେବେ ବୋଲି ମୁଁ ଆଶା କରେ। ଆମେ ବର୍ତ୍ତମାନ ଏଇ ନୀତି ନିୟମ ଧର୍ମଗତ ପରମ୍ପରାର କୁ ଡେଇଁକରି ଆଧ୍ୟାତ୍ମିକତାରେ ବଞ୍ଚିବା ଏପର୍ଯ୍ୟନ୍ତ ଶିଖିନା। କିନ୍ତୁ ଯେହେତୁ କାନରେ ପଡିଯାଇଛି, ତେଣୁ କୌଣସି ଜାଗାରେ ବ୍ରାହ୍ମଣ ଯେତେବେଳେ ପୂଜା କରୁଛି ସେତେବେଳେ ଆମେ ଟାହିଟାପରା କରିବାରେ ଭାରି ବ୍ୟସ୍ତ। ଏଇ ବ୍ରାହ୍ମଣ ଏମିତି ପୂଜା କରିଦେଲେ ସେ ଠାକୁର ପଳେଇଆଇଲେ, ଆମେ ଏମିତି କହୁଛୁ। କିନ୍ତୁ ନିଜେ ତାହା ପାଳନ କରୁଛୁ କି? ଆମେ ଠାକୁର ଘରେ ଆମର ଗୋଟିଏ ନିୟମ ଏବଂ ବାହାରେ ଅନ୍ୟ ସମୟରେ ଆମେ ସେଇ ଏକା ନିୟମରେ ଚଳୁଛୁ, ନା ଆମର ନିମ୍ନ ପ୍ରାଣ ନିମ୍ନ ମନର ଯୋଉ ଗତିବୃତ୍ତି ରହିଛି ସେଇ ସ୍ପନ୍ଦନରେ ଆମେ ସ୍ପନ୍ଦିତ ହେଇକି ଯେମିତି କରୁଥିଲୁ ସେମିତି କରୁ। ସେଥିପାଇଁ କହନ୍ତି, ଆମେ କହୁ ହେ ପ୍ରଭୁ, ହେ କୃଷ୍ଣ, ତମେ ସେଇ ଠାକୁର ଘରେ ଥାଅ, ତମେ ବାହାରକୁ ଆସନି। ତମେ ବାହାରକୁ ଆସିଲେ ସବୁ ନଷ୍ଟ ହେଇଯିବ। କାହିଁକି ନା ଯେତେବେଳେ ଠାକୁର ଘରୁ ବାହାରକୁ ଆସିବେ, ପ୍ରତୀକାତ୍ମକ ଭାବରେ କୁହାହଉଛି, ତାମାନେ ମୋର ଦୈନନ୍ଦିନ ଜୀବନର କାର୍ଯ୍ୟକୁ ସେ ଦେଖିବେ। ତେବେ ସବୁ ମୁହୂର୍ତ୍ତରେ ତ ମୋର ଦୁର୍ବଳତା ଗୁଡିକ ଦେଖାଯିବ। ଯେତେବେଳେ ସବୁ ମୁହୂର୍ତ୍ତରେ ମୋର ଦୁର୍ବଳତା ଗୁଡିକ ଦେଖାଯିବ, ସେତେବେଳେ ମୋ ଜୀବନଟା ବ୍ୟସ୍ତ ହେଇପଡିବନି। କାହିଁକି ନା ମୁଁ ଖାଇଲା ବେଳେ ମୋ ରୁଚି ନହେଲେ ମୁଁ ପାଟି କରୁଛି, କାହା ସହିତ କଥା ହେଲା ବେଳେ ମୁଁ ମୋର ଯୋଉଟା ଠିକ ବୋଲି ମୁଁ ମନେ କରିଛି ତାଠାରୁ ଯଦି ଅଲଗା କିଛି ହେଇଗଲା, ତେବେ ମୁଁ ସେଠି ବିରକ୍ତି ଭାବ ପ୍ରକାଶ କରୁଛି। ଇଏ ସବୁ ଭିତରେ ପଶ୍ଚାତରେ ଥିବା ସତ୍ୟ ସମ୍ବନ୍ଧରେ ସଚେତନ ହବା ପାଇଁ ମୁଁ ଆଦୌ ଚେଷ୍ଟା ହିଁ କରୁନାହିଁ। ବେଳେ ବେଳେ ତଥାକଥିତ ନୀତି ନିୟମରେ କେତେବେଳେ ତ ବାନ୍ଧି ହେଇଯାଇ ତା ବ୍ୟତିରକ କିଛି ଘଟିଲେ ବିରକ୍ତି ପ୍ରକାଶ କରୁଛି, କିମ୍ବା ଟୋଟାଲି ବିଶୃଙ୍ଖଳ ହେଇ ନୀତି ନିୟମକୁ ଟାହିଟାପରା କରୁଛି। ଇଏ ଦୁଇଟା ଯାକ ଠିକ ନୁହେଁ। ମନେ ପକେଇବା ସେ ଯୋଉ ମନୋଜ ଦାସଙ୍କର ସେଇ ସୁନ୍ଦର କାହାଣୀଟି। କିଛି ମହିଳା ସେମାନେ ଉପବାସ କରିଛନ୍ତି, ଏକାଦଶୀ ଉପବାସ କରିଛନ୍ତି ଏବଂ ନଦୀ ସେପାରିର ମନ୍ଦିରକୁ ଯାଉଛନ୍ତି ପ୍ରଭୁଙ୍କୁ ଠାକୁରଙ୍କୁ ପୂଜା କରିବେ ଏବଂ ପୂଜା ଆସିଲା ପରେ ତାଙ୍କର ବ୍ରତ ଉଦ୍ଯାପନ ହେବ। ତାପରେ ସେମାନେ ଆହାର ଗ୍ରହଣ କରିବେ। ଏହି ସମୟରେ ବାଟରେ ଗୋଟେ ନଈଟେ ପଡିଛି। ସେ ନଈରେ ନାଉରୀ ଡଙ୍ଗା ନେଇକି ରହିଥାଏ ଏବଂ ଯିଏ ଯାଆନ୍ତି ପାରି କରି ନେଇକି ଯାଏ, କିଛି ପାଉଣା ସେ ତାର ପାଏ। ହଠାତ୍ ସେଇ ସମୟରେ ନଦୀରେ ବା ସେଇ ସମୟରେ ନଈ ପାଖରେ ପାଗର ପରିବର୍ତ୍ତନ ଘଟିଛି। ତେଣୁ ସିଏ ଆଉ ରାଜି ହେଇନାହିଁ ନୌକା ନେଇକି ସେପଟକୁ ଯିବା ପାଇଁ। କହୁଛି କଣ ହବ, ନୌକାରେ କିଛି ନାହିଁ, ତେଣୁ ମୁଁ ରିକ୍ସ ନେଇପାରିବିନି। ସେଠୁ ଏମାନେ କହୁଛନ୍ତି, ଦେଖ ଯଦି ଆମେ ସେପଟୁ ଠାକୁର ପାଖକୁ ନ ଯିବୁ, ତେବେ ଆମ ବ୍ରତ ଉଦ୍ଯାପନ କେମିତି ହବ? ଆମେ ଯୋଉ ଉପବାସ କରିଛୁ ସେ ଉପବାସ କେମିତି ଭାଙ୍ଗିବୁ? ନିଶ୍ଚୟ ସତ କଥା, ଠାକୁରଙ୍କ ଭୋଗ ନ ପାଇଲେ କେମିତି ଭାଙ୍ଗିବେ? ସେଠୁ ସେ ନାଉରୀ କହୁଛନ୍ତି ଯେ ଆପଣ କଣ ସତରେ ଉପବାସ କରିଛନ୍ତି? ଆପଣ ଯଦି ସତରେ ଉପବାସ କରିଥାନ୍ତେ, ତେବେ ମୋ ନୌକା ସ୍ଥିର ହବ ଏବଂ ସ୍ଥିର ଭାବରେ ଚାଲିବ। ଏଇ ଯୋଉ ନଈର ଢେଉ ଯୋଉ ଜୋର ଆସିଛି, ଯୋଉ ଝଡିର ପୂର୍ବ ଅବସ୍ଥା ଏଠି ସୃଷ୍ଟି ହେଇଛି, ସେଟା କଟିଯିବ। ସେଠୁ ସିଏ କହୁଛି କଣ ହେଲା?
ଆମେ ଦିନମାନ ଉପବାସ କରିଛୁ, ତମେ କହୁଛ କରୁଛ। ଏବଂ ସେମାନେ ତା ପୂର୍ବରୁ ମଝିରେ ଗୋଟେ ଘଟଣା ଘଟିଛି। ସେମାନେ ଯେତେ ଆସି ପହଞ୍ଚନ୍ତି, ଯେହେତୁ ପାଗ ଭଲ ନାହିଁ, ନାଉରିଆ ସେଠି ନାହିଁ। ତେଣୁ ସେମାନେ ପାଖରେ ଅ ଜଣେ ସାଧୁ, ସିଏ କିଛି ଦିନ ହବ ସେ କୁଟୀରରେ ଆସି ରହିଛନ୍ତି। ସେମାନେ କହିଲେ ଯେହେତୁ ନାଉରିଆ ନାହିଁ, ତେଣୁ ଚାଲ ଯିବା, ଆଉ କିଛି ପୁଣ୍ୟ ଅର୍ଜନ କରିବା, ସାଧୁଙ୍କୁ ଟିକେ ଦର୍ଶନ କରିଦବା, ସାଧୁଙ୍କୁ କିଛି ଫଳ ଭେଟିଦବା। ସେମାନେ ସାଧୁଙ୍କ ପାଖକୁ ଯାଇଛନ୍ତି ଏବଂ ସାଧୁଙ୍କୁ କିଛି ଫଳ ଭେଟି ଦେଇଛନ୍ତି ଏବଂ ସାଧୁଙ୍କ ସହିତ କିଛି ସମୟ ଆଲୋଚନା କରିଛନ୍ତି, ଆସିଛନ୍ତି। ସାଧୁଙ୍କୁ କହିଛନ୍ତି ଆପଣ ଫଳ ଗ୍ରହଣ କରନ୍ତୁ ଏବଂ ସେ ତାଙ୍କ ଆଗରେ ଫଳ ସେବନ ମଧ୍ୟ କରିଛନ୍ତି। ନାଉରିଆ କହୁଛି, ମୋ ମତରେ ଏଇଠି ଯେ ସାଧୁ ରହିଛନ୍ତି ସିଏ ପ୍ରକୃତିରେ ଉପବାସ କରିଛନ୍ତି। ସିଏ ଯଦି ଆସିବେ ତେବେ ମୁଁ ଭାବୁଛି ନଦୀର ଏଇ ଯୋଉ ବ୍ୟବହାର ଟିକେ ଶାନ୍ତ ହେବ ଏବଂ ନୌକା ସୁନ୍ଦର ଭାବରେ ଆରପାରିକୁ ଯାଇପାରିବ। ସେମାନେ କହିଲେ କଣ ହେଲା, ଆମେ ମନେ ମନେ କହୁଛନ୍ତି, ଆଉ କହୁନାହାନ୍ତି ନାଉରିଆକୁ। ଛାଡ, ତା ମନ ଯାହା ଭାବନା ଅଛି, ଆଉ କାହିଁକି ତା ଭାବନାକୁ ଆଘାତ କରିବା। ତେଣୁ ସେ କହୁଛନ୍ତି ଠିକ ଅଛି, ଚାଲ ନାଉ ଡାକି ଆଣିବା କାହାକୁ, ସାଧୁଙ୍କୁ। ସେ ସାଧୁଙ୍କୁ ଡାକି ଆଣିଲେ ଏବଂ ସତ କଥା, ସାଧୁ ଆସିକି ନଈ ଯେତେବେଳେ ଡଙ୍ଗାରେ ଚଢିଲେ, ନଦୀ ଶାନ୍ତ ହେଇଗଲା ଏବଂ ଏମାନଙ୍କୁ ନେଇକି ସେପଟରେ ନାଉରିଆ ପାର କରିଦେଇକି ଆସିଲା। ପାର କରିଦେଇ ସାରିଲା ପରେ ସେ ଗଲେ ଏବଂ ପୂଜା କରିସାରି ଫେରିଲେ। ଆସିଲା ବେଳକୁ ପରିବେଶ ଶାନ୍ତ ହେଇଯାଇଛି। ସେମାନେ ଫେରିଲା ବେଳେ ନାଉରିଆକୁ କହିବ, ନାଉରିଆ ଭାଇ, ତମେ ଯୋଉ କହିଲ ସାଧୁଙ୍କୁ ନେଇକି ଆସିବେ, ଆମେ ପୁରା ନିଜେ ସାଧୁଙ୍କୁ ଦେଇଥିଲୁ ଫଳ, ସାଧୁ ଆମରି ଆଗରେ ଖାଇଥିଲେ, ଆଉ ତୁମେ କଣ କହୁଛ ଯେ ନାଉରିଆ କଣ ସାଧୁ ହଉଛନ୍ତି ପ୍ରକୃତିରେ ଉପବାସ କରିଥିଲେ, ଆମେ ଉପବାସ କରିନୁ। ତେଣୁ ଜଣକ ପରେ ଜଣେ ବର୍ଣ୍ଣନା କରୁଛୁ। ଜଣେ କହୁଛି, ତମେ ଭାଇ, ତମେ ଯାହା କହିଲ ତମେ ଜାଣିଛ, ଆଜି ଆମ ଘରେ କେତେ ପ୍ରକାରର ପିଠା ହେରିକା ହେଇଛି, ମାନେ ସେ ନିଜେ କରିଛନ୍ତି ତିଆରି, ଆଉ ସମସ୍ତେ ସେଠି ଅନ୍ୟ ପିଲାମାନେ ଅନ୍ୟ ଲୋକମାନେ ଖାଉଛନ୍ତି। ଆମେ ଯେହେତୁ ଆଜି ଉପବାସ କରିଛୁ, ମୁଁ ଟିକେ ବି ତାକୁ ଛୁଇଁ ନାହିଁ। ଖାଲି ମୁଁ ଅପେକ୍ଷା କରିଛି କେତେବେଳେ ଠାକୁରଙ୍କ ପାଖକୁ ଯିବି, ଭୋଗରାଗ ହେଇ ସାରିଲା ପରେ, ଭୋଗ ପାଇ ସାରିଲା ପରେ ମୁଁ ଉପବାସ ଭାଙ୍ଗିବି। ଆଉ ତମେ କହୁଛ ଆମେ ଉପବାସ କରିନଥିଲୁ। ଆଉ ଜଣେ କହୁଛନ୍ତି, ଆମ ଘରୁ ଆଜି ଆଜି ଆମ ଘରେ ବନ୍ଧୁ ଆସିଛନ୍ତି ଏବଂ ସିଏ ଆହୁରି କେତେ ବଢିଆ ବଢିଆ ମିଷ୍ଟାନ୍ନ ଆଉ ଆଣିଥିଲେ, ସବୁ ଭିନ୍ନ ଭିନ୍ନ ଦ୍ରବ୍ୟ। ସେ ବାସନାରେ ମହକୁଥିଲା ସେଠି। ସମସ୍ତେ ସେଠି ଖୁସି ମନରେ ଖାଉଥିଲେ। ମୁଁ ଦେଖୁଛି, ମୋ ପାଟିରୁ ଲାଳ ଗଡି ଆସୁଛି, କିନ୍ତୁ ମୁଁ ସଂଯମ ଆଚରଣ କରି ମୁଁ ଆଜି କିଛି ବି ଖାଇନାହିଁ। ଅପେକ୍ଷା କରିଛି କେମିତି ଠାକୁର ପୂଜା ସରିଲା ପରେ ଯାଇକି ଆସିକି ଖାଇବି। ଆଉ ତମେ କହୁଛ ଆମେ ଉପବାସ କରିନାହୁଁ। ଏଇଭଳି ଭାବରେ ଜଣଙ୍କ ପରେ ଜଣେ ବର୍ଣ୍ଣନା କରୁଛନ୍ତି ଯେ ସେମାନେ କେମିତି ଉପବାସ କରିଛନ୍ତି ଆଉ ସାଧୁଙ୍କୁ ନିଜେ ଭୋଜନ ଦେଇଥିଲେ, ସାଧୁ ଖାଇଛନ୍ତି। ଇଏ କହିଲେ, ଦେଖ, ନାଉରିଆ କହୁଛନ୍ତି, ଦେଖ, ତମେ ଉପବାସ କରିଥିଲେ ମଧ୍ୟ ଠାକୁରଙ୍କ କଥା ତୁମ ମୁଣ୍ଡରେ ଚିନ୍ତା ନାହିଁ। ଭଗବାନଙ୍କର ଏକାଦଶୀ କରୁଛ ଏକ ଦିଶି, ମାନେ ତୁମକୁ ସବୁ ଜାଗାରେ କେବଳ ଭଗବାନ ଦେଖାଯିବେ। ତା ମାନେ କର୍ମ ଭିତରେ ଭଗବାନ ଦେଖାଯିବେ। ଯୋଉ ବ୍ୟକ୍ତି ସହିତ ମୁଁ କଥାବାର୍ତ୍ତା କରୁଛି ତା ଭିତରେ କୃଷ୍ଣଙ୍କୁ ଦେଖିକି କୃଷ୍ଣଙ୍କ ସହିତ କଥାବାର୍ତ୍ତା କଲା ଭଳି ଲାଗୁଥିବ। ମୁଁ ଯୋଉ ରୋଷେଇ କରୁଥିବି କୃଷ୍ଣଙ୍କ ପାଇଁ ରୋଷେଇ କରୁଥିବି। ଯାହାକୁ ଯାହା କିଛି ଦଉଥିବି କୃଷ୍ଣଙ୍କୁ ଦେଲା ଭଳିଆ ଦଉଥିବି। ମାନେ ଚତୁର୍ଦିଗ ମୋ ପାଇଁ କୃଷ୍ଣମୟ, କୃଷ୍ଣ ଏକ ଦିଶି, ମାନେ ସବୁ ଦିଗରେ କେବଳ କୃଷ୍ଣ, କେବଳ କୃଷ୍ଣ ଏକ। ସେଇଟା ଦିଶୁଥିଲେ ଏକାଦଶୀ ହବ। ଆଉ ଉପବାସ କରିବା, ତମେ ତ ଏଇଟା ଖାଇନେଇ ସେଟା ଖାଇନେଇ, ଖାଲି ଲାଳ ତମର ଭିତରେ ଖାଲି ଚାଲିଛି, କେମିତି ଠାକୁର ପୂଜା ସରିଲେ ଭୋଗ ପାଇସାରିଲେ ମୁଁ ଖାଇବି। ତମେ ତ ନିରନ୍ତର ସେ ଖାଦ୍ୟ ପାଖରେ ବାସ କରିଛ। ଆଉ ତମେ କୋଉଠି ଏକାଦଶୀ କରିଛ ନା ଉପବାସ କରିଛ? ତମେ ଯୋଉ ସାଧୁଙ୍କୁ ଦେଲ, ସାଧୁଙ୍କୁ ଯାହା ପଚାରିବ ସାଧୁ କଣ ଖାଇଛନ୍ତି ମନେ ନଥିବ ତାଙ୍କର, କାହିଁକିନା ଖାଦ୍ୟ ପ୍ରତି ତାଙ୍କର କୌଣସି ଆସକ୍ତି ନଥିଲା। ତମେ ଫଳ ଦେଲ ଖାଇଲେ, ତମେ ଫଳ ନ ଦେଇଥିଲେ ବି ସେମିତି ରହିଥାନ୍ତେ, ତମେ ଆଉ କଣ ଦେଇଥିଲେ ବି ସେ ଖାଇଥାନ୍ତେ। ତାଙ୍କର ଆସକ୍ତି ରହିତ ସେ ଯୋଉ ଭୋଜନ ଗ୍ରହଣ କଲେ, କିନ୍ତୁ କୌଣସି ପ୍ରକାର ଆସକ୍ତି ନାହିଁ, ତାହା ହିଁ ହଉଛି ଉପବାସ। ତେଣୁ ଯେତେବେଳେ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଯୋଉ କାର୍ଯ୍ୟ କରୁଛୁ, ଆମେ କଣ କରୁଛୁ, ଠାକୁର ଘରେ ଠାକୁର ଆଉ ଅନ୍ୟ ସବୁ ହଉଛି ଅଲଗା। ଏଇ ପ୍ରକାରର
उपासना घर एवं मोर जावतीय जीवन दैनंदिन जीवन अन्य कार्य ये दुईटी अलग होकर रही। तेणु ये प्रभु कहते से दुईटी को एक करने को पड़ो। प्रत्येक मुहूर्त आम समस्ते सत्य बंचा। से कहते वेदोक्त यज्ञर लुकायित सत्यर पुनः प्रचलन करा। वेदर यज्ञ कौन हुए प्रकृत में? वेदर यज्ञ जो आहुति दि जाए कौन आहुति दि जाए क्या आहुति दि जाए? आमे केवल घी आहुति दबार रखी रही जाऊँ। तार जो वेदर जिते आहुति दि जाऊँच यज्ञ सेते जो श्लोक उच्चारण करा जाए से श्लोकटा को कहीं केबे मनन बा निजर जीवन रे आचरण करिछु? सेठी गोटी गोटी करी कुहाउची आमर जो गुड़िक दुर्बलता जो गुड़िक असामर्थ्यता जो गुड़ाक भगवान पाखुर आमको दूरे रखे कह षड रिपु पांच मन 25 प्रकृति ये सब गुड़ को आम समर्पित करवा। आ गोटे मजा कथा मन पकड़े कथार कहती जिते बड़े पुरी महाप्रभु पाखु जाऊँच जगन्नाथ श्री जगन्नाथ पाखु जाऊँच से किछि ना किछि गोटे छाड़ी की आसीबो। आमे कौन छाड़ू जान लोक कौन छाड़ती मु बैगण खाइबा छाड़देली मु अंडा खाइबा छाड़देली मु टमाटर खाइबा छाड़देली आमे यही भलिया सब छाड़ू। सेठी जो कथा कुहाइतिला महाप्रभु जगन्नाथ पाखु गले किछि छाड़ी के आसीबो को अर्थ रे कुहाइछि? एई बैगण खाइबा छाड़िबो आलू खाइबा छाड़िबो अंडा खाइबा छाड़िबो आउ से टमाटर खाइबा छाड़िबो प्याज रसुण छाड़िबो एई कथा कुहाइछि। त्याग करिबो आमे जहाकू निजर बोली धरी रखी बंची आसुचु क्रोध मान सम्मान मोर इज्जत मोर स्वाभिमान अर्थ प्रति आसक्ति मनुष्य मानक प्रति अन्य कहा प्रति आसक्ति तुच्छा कलुष भल पाइबा ईर्षा करिबा लोभ रखिबा रुचि अरुचि रखिबा पक्षपातिता करिबा परिवर्तन विमुखता मु परिवर्तन हेबी नहीं मु जहा कहूँ ठीक यही जो गुड़ाक आम धरिकी रखीचु तारी भितर किछि जगन्नाथ को प्रभु श्री जगन्नाथ पाखरे समर्पण करने को कहुची सेटा को छाड़ा कहुची तामाने मु आउ केबे संकल्प करके आसी मिछ कहबी नहीं मिछ को छाड़ा जाइली मु आउ जदि जन समर्पण कर आउ केबे रागिबी नहीं सेटा को छाड़ा जाइली आमे ताकू छाड़ू ना ताकू गंठी करी रखीचु आउ मु राग न रखिले न रागिले किए कथा आजिकाली शुणुचंदी ये जो आमे छाड़ी की आसुचु एगुड़ाक किछि अर्थ नहीं। कहते हे भारतर आत्मा तुम्हें आउ यही कली जुगर तमसाच्छन पंडित मानक सहित रंधा घरे एवं उपासना घर भितर आपना को लुचाई रख नहीं। तामाने आमे से उपासना घर भितर सीमित न रही निजको कहते आत्मार क्षेत्र रे ही अन्वेषण आरंभ कर आत्मा द्वारा परिचालित हवा पाई आरंभ करिबा प्रत्येक कर्म रे चिंता रे भावना रे कल्पना रे धारणा रे आदर्श रे तुच्छा दैनंदिन कर्म रे सबुथिरे आत्मा जेपरी परिप्रकाश हेबे ताकू खोजिकी केमिति परिप्रकाश हेबे कौ बाटरे परिप्रकाश हेबे कौन कले मो वाक्य रे कौन बाहर उच्चारण हवा उचित मो भावना रे कौन आसीबा उचित मो चिंता रे कौन आसीबा उचित सेई गुडाकर अन्वेषण आरंभ करिबा ईश्वरଙ୍କ पाखरे आपणार यथार्थ ब्राह्मणत्व ओ क्षत्रियत्व जाचज्ञा कर आमर यथार्थ ब्राह्मणत्व ब्रह्म जानते इति ब्राह्मण आमे ब्रह्म चेतना रे बसवास करिबा ताकू यथार्थ ब्राह्मण कहुव एवं यथार्थ क्षत्रियत्व क्षत्रियत्व होची निज निज पाई नुहे अन्य मानंकु पाई सुरक्षार निजे ढाल हेकी ठिया हेबा एवं दृढ़ साहसी लंफ प्रदान सत्य पाई लंफ प्रदान करिबा पाई प्रस्तुत रहिबा होची क्षत्रियत्व। तेणु यथार्थ ब्राह्मणत्व आ यथार्थ क्षत्रियत्व जाचज्ञा कर
ଚିରନ୍ତନ ବେଦ ସହିତ ତାହାର ପୁନରୁଦ୍ଧାର କର। ଏଇ କଥାଟି କୁହାଉଛି। ତେଣୁ ଆମକୁ ଯଥାର୍ଥ ପ୍ରଜ୍ଞାନ ପୁନରୁଦ୍ଧାର କରିବାକୁ ହେବ। ସତ୍ୟସ୍ଥ ଭାବରେ ସତ୍ୟ ଭିତରେ ନିରନ୍ତର ଜୀବନ ବଞ୍ଚିବା ଲାଗି ସେହି ଦିବ୍ୟ ପରମ ସତ୍ତାଙ୍କ ପାଖରୁ ହିଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଗ୍ରହଣ କରି ସେଥିପାଇଁ ନିଜକୁ ପ୍ରସ୍ତୁତ କରେ। ମା କାଲି ଆମେ ପଢିବା ଜ୍ଞାନ 363, 63, 364। ସେଇଥିରେ ଅଛି ଏଇ ତ୍ୟାଗ କହିଲେ ଆମେ କଣ ବୁଝିବା ସେ ବିଷୟରେ କୁହାଯାଇଛି। ଆମେ ଆଜି ଟିକେ ଆଗୁଆ ସେ ବିଷୟରେ କଥା ହୋଇ ଗଲେ ତାପାଖକୁ ପଡିଗଲା ଆଉ କଥାଟା ଆଉ। ତାପରେ ଆମେ ଆଜି ଯାହା ଆଲୋଚନା କଲେ ତାରି ବିଷୟରେ ଆଉ ଟିକେ ଅଧିକ ଅଛି। ତ୍ୟାଗ କହିଲେ କଣ ବୁଝିବା, ନିୟମକୁ ସାର କରି ଧରିଥିବା ରୁଢିବାଦୀ। ମା ଥ୍ୟାଙ୍କ ୟୁ ଅଲ୍।